ଇଏ କଥା जो ଆପଣ ପଚାରୁଛନ୍ତି ମୁଁ ଖାଲି ଏତିକି କହିବି ଯେ ରାଜ୍ୟ ସରକାର ସହିତ ସ୍ଥାନୀୟ ବିଧାୟକ ମିଶିକି ଷଡ଼ଯନ୍ତ୍ର କରିଛନ୍ତି, ଗଭୀର ଷଡ଼ଯନ୍ତ୍ର କରିଛନ୍ତି, ଯାହା ଫଳରେ ବରିଗୁମା ଆଜି ଏନ୍ଏସି ହେବାକୁ ବଞ୍ଚିତ ହେଇଛି। ସବୁ ପ୍ରକାର ମାନଦଣ୍ଡ ମାପଦଣ୍ଡ ଯାହା ଆପଣ କହିଲେ ସବୁ ପ୍ରକାର କ୍ରାଇଟେରିଆ ଅଛି। ବିଧାନସଭାରେ ପ୍ରଶ୍ନ ଯେତେବେଳେ ବିଧାୟକ କଲେ ଯେ ବରିଗୁମାକୁ କାହିଁକି ଏନ୍ଏସି କରାଯାଉ ନାହିଁ, ତ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କର ଉତ୍ତର ଥିଲା ଯେ ସେଠି 3073 ଲୋକ ବାସ କରୁଛନ୍ତି। ଦେଖନ୍ତୁ, ସର୍ବବୃହତ ବ୍ଲକ ହେଉଛି ବରିଗୁମା। ବରିଗୁମା ଗାଁରେ କେବଳ 15,000 ଲୋକ ଅଛନ୍ତି। ତା ଛଡ଼ା ରାଜସ୍ୱ ଗ୍ରାମ ଦୁଲାଗୁଡ଼ା, ଖୁଡ଼ିଗୁଡ଼ା ଏସବୁ ଅଛି। ତ 15,000 17,000 ଲୋକ ଯେଉଁଠି ମାନେ ଭୋଟର ଯେଉଁଠି ଅଛନ୍ତି, ନିଶ୍ଚିତ ଭାବରେ ତାହାକୁ ଏନ୍ଏସି ଘୋଷଣା କରିବା କଥା। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ତାଙ୍କ ସହିତ ସାଲିସ କରିକି, ତାଙ୍କ ସହିତ ଗୋଟେ ଫିକ୍ସିଂ କରି କୋଶ୍ଚିନ୍ ଆନ୍ସର ଫିକ୍ସିଂ କରିକି ବିଧାୟକ ଚୁପ୍ ରହିଲେ, ନୀରବ ରହିଲେ। ଆଜି ପର୍ଯ୍ୟନ୍ତ ବରିଗୁମାକୁ ଏନ୍ଏସି ହେବାରୁ ବଞ୍ଚିତ କରି ଗୋଟେ ନୀରବ ଦ୍ରଷ୍ଟା ଭାବରେ ଏମାନେ ରହିଛନ୍ତି। ବରିଗୁମାବାସୀଙ୍କର ଯେଉଁ ଆଶା ଥିଲା, ଆକାଂକ୍ଷା ଥିଲା, ଯେଉଁ ଭରସା ଥିଲା, ତାହାକୁ କୁଠାରଘାତ କରିଛନ୍ତି, ତାହାକୁ ପଦାଘାତ କରିଛନ୍ତି। ଆଜି ବରିଗୁମାବାସୀ ଯେଉଁ ଦୁଃଖରେ ମ୍ରିୟମାଣ ଅଛନ୍ତି ଯେ ଓଡ଼ିଶାରେ ପ୍ରାୟ ବହୁ ଜାଗାକୁ ଏନ୍ଏସି ଘୋଷଣା କଲେ ରାଜ୍ୟ ସରକାର, କିନ୍ତୁ ବରିଗୁମାକୁ ଘୋଷଣାରେ ହିଁ ସୀମିତ କଲେ, କରିବୁ କହି ନିର୍ବାଚନୀ ପୂର୍ବରୁ ଏକ ପ୍ରସଙ୍ଗରେ ହିଁ ରହିଯାଉଛି, ସୀମିତ ରହିଯାଉଛି, କିନ୍ତୁ ହେଇପାରୁନାହିଁ। ଏଥିପାଇଁ ଯେଉଁ ରାଜନୈତିକ ଦଳମାନଙ୍କର ହାତରେ ଶାସନ କ୍ଷମତା ଦିଆଯାଇଥିଲା, ଲୋକେ ଆଶା ବିଶ୍ୱାସ କରି ଆଜିକୁ ଆମେ ଯଦି 25 ବର୍ଷ ଭିତର ଗୋଟେ କାଳଖଣ୍ଡକୁ ଦେଖିବା, 15 ବର୍ଷ ବିଜୁ ଜନତା ଦଳ, 10 ବର୍ଷ କଂଗ୍ରେସ ଦଳ, ଏମାନେ ଖାଲି ପ୍ରତ୍ୟେକ ଦିନ ସାଧାରଣ ଜନତାଙ୍କୁ, ନିରୀହ ଜନତାଙ୍କୁ ଭୂତେଇବାରେ ଲାଗିଲେ। କହିଲେ ଯେ ଆଜି କାଲି ହବ ବରିଗୁମା ଏନ୍ଏସି ଘୋଷଣା ହବ। ତ ଇଏ ମିଛ ପ୍ରଚାରରେ, ଅପପ୍ରଚାରରେ, ଦୁଷ୍ପ୍ରଚାରରେ ଲୋକମାନେ ଆଜି ରହିଛନ୍ତି, ଲୋକମାନଙ୍କୁ ରଖାଯାଇଛି। ଏ ପ୍ରସଙ୍ଗରେ ଆପଣଙ୍କର ଆଭିମୁଖ୍ୟ କ'ଣ ରହିବ ସାର୍? ଦେଖନ୍ତୁ, ଶାସନ କ୍ଷମତାର ଦାୟିତ୍ୱ ସେ ନିର୍ବାହ କରୁନାହାନ୍ତି ରାଜ୍ୟ ସରକାର। ଅପର ପକ୍ଷରେ ତାଙ୍କ ସହିତ ମିଶି ସାଲିସ କରି ନବୀନ ପଟ୍ଟନାୟକଙ୍କର ଜୟକାର କରି ଜୟପୁର ବିଧାୟକ ଅଛନ୍ତି। ତ ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ନିରୀହ ସାଧାରଣ ଜନତା। ଆମ କଥା ହେଲା ଯେ ଆପଣଙ୍କୁ ଏତେ ବର୍ଷ ଶାସନ କ୍ଷମତା ଦାୟିତ୍ୱ ଦିଆହେଲା, ଭୋଟରେ ଆପଣମାନେ ଜିତିଲେ, ନିର୍ବାଚନରେ ବିଜୟ ଲାଭ କଲେ, ଫୁଲମାଳ ଲୋକ ଆପଣଙ୍କୁ ଦେଲେ, ଭରସା କଲେ, ଆଶା କଲେ। ନିଶ୍ଚିତ ଭାବରେ ଆପଣ କରିବା କଥା, ଆପଣଙ୍କର ଦାୟିତ୍ୱବୋଧତା ଅଛି। ଭାରତୀୟ ଜନତା ପାର୍ଟି ସଦାସର୍ବଦା ଇଏ ଚେଷ୍ଟିତ ଅଛି ଯେ ବରିଗୁମାକୁ ଏନ୍ଏସି ଘୋଷଣା କରାଯାଉ। ସର୍ବବୃହତ ବ୍ଲକ ଆମେ ଓଡ଼ିଶାରେ ଗୋଟେ ସ୍ଥାନିତ ହେଇଛି, ତ ତା ପ୍ରତି ଆମର ସମସ୍ତଙ୍କର ସ୍ୱୀକାରୋକ୍ତି ଥିବା କଥା। ଆମର ରହିଛି, ସଦିଚ୍ଛା ରହିଛି ଯେ ହବ। ଆନ୍ଦୋଳନ ବି ଜାରି ରହିଛି। ଏଥିପ୍ରତି ଆମେ ବାରମ୍ବାର এই କଥାକୁ ନେଇକି ଚେତଉଛୁ। ତ ନିଶ୍ଚିତ ଭାବରେ ଦେଖନ୍ତୁ, ପରିବର୍ତ୍ତନର ଗୋଟେ ସମୟ ଆସିଛି। ଶାସନ ପରିବର୍ତ୍ତନ ନହେଲେ ଲୋକମାନଙ୍କର ଯେଉଁ କଲ୍ୟାଣକାରୀ ଯୋଜନାମାନ ଅଛି, ଯେମିତିକି ବରିଗୁମା ବ୍ଲକକୁ ଏନ୍ଏସି କରିବା, ଇଏ ରାଜନୈତିକ ଇଚ୍ଛା ଶକ୍ତି ଉପରେ ନିର୍ଭର କରେ। ଯେତେ ଦିନ ପର୍ଯ୍ୟନ୍ତ ରାଜନୈତିକ ଦଳମାନଙ୍କର ଇଏ ଇଚ୍ଛା ଶକ୍ତିର ଅଭାବ ରହିଥିବ, ସେତେ ଦିନ ପର୍ଯ୍ୟନ୍ତ ଏସବୁ କଥା ଏମିତି ହିଁ କଥା ରହିବ।